ଆଜ୍ଞା ଆଜି ଗୋଟେ ଦୁର୍ଭାଗ୍ୟଜନକ ଘଟଣାଟେ ଘଟିଛି ସଂଗ୍ରାମ ପୋଷଣୀ ଆଉ ଗ୍ରାମବାସୀ ଆପଣ ଆସିଥିଲେ କଲେକ୍ଟର ପାଖରେ ଆଉ ଲକ୍ଷ୍ମୀ ସମାଜ ଗୋଟେ ଦାୟୀପତ୍ର ବି ଦେଲେ ସହଯୋଗ ନେଲେ ତ ଆପଣ ଏଇ ଘଟଣାକେ କାଣା ନେଇକି କାଣା କହିବେ? ଏନ୍ତା ଆମର୍ ଲାଖେ ଘର ସମାଜ ସଦାବେଳେ ଏତାର ପ୍ରତି ଯେନ୍ଟି ବି ଜାତିଗତ ଅପମାନ ବା ଘୃଣା କରାଯାଉଛି ତାଙ୍କୁ ସାମୂହିକ ଯେଉଁଠି କାର୍ଯ୍ୟକ୍ରମ ହେବା ତାଙ୍କୁ ସେଥିରେ ଅପମାନ ମିଳୁଛି ବାସନ୍ଦ କରାହେଉଛି ତ ତାର ଉପରେ ଆମେ ସଦାବେଳେ ପଦକ୍ଷେପ ନେଇଛୁ ଏବଂ ଆଗାମୀ ଦିନରେ ଆମେ ସଦାବେଳେ ଏମିତି ପଦକ୍ଷେପ ନେବାର ଆମର ଯେଉଁ ପ୍ରତିଶ୍ରୁତି ଅଛି ବା ଆମର ଯେଉଁ ନିଷ୍ପତ୍ତି ଅଛି ତାହାର ଉପରେ ଆମେ ସଦାବେଳେ କଟିବଦ୍ଧ। ଶଙ୍କରାପୋଷ ଗ୍ରାମରେ ଆଜି ବହୁତ ଦୁର୍ଭାଗ୍ୟର କଥା ଯେ ଆମର ଲକ୍ଷେଘର ସମାଜର ଲୋକମାନଙ୍କୁ ଜାତିଗତ ଅପମାନ ପଛୁଆ ମନୋଭାବ ନେଇକି ତାଙ୍କୁ ବହୁତ ଘୃଣା କରାଯିବାର ଫଳରେ ସେମାନେ ଥାନାକୁ ଯାଇଥିଲେ। ଥାନାରେ ପ୍ରଶାସନ ତାଙ୍କର କଥାଟା ଶୁଣିକି ବି ଅଶୁଣା ହେଲା ଏବଂ ଅପବ୍ୟବହାର କରିକି ତାକୁ ସେଠି ଏମିତି ଭାଷା ପ୍ରୟୋଗ କଲା ଯେଟାକୁ ଆମେ ବି କହିବା ପାଇଁ ସେଟା ବହୁତ ଖରାପ ଲାଗୁଛି। ତ ଜାତିଗତ ଅପମାନ ଯେଉଁଟା ହେଉଛି ତାକୁ ମୁଁ ବହୁତ ଘୋର ନିନ୍ଦା କରୁଛି ଏବଂ ଆଗାମୀ ଦିନରେ ଏମିତି ଯଦି କିଛି ପୁନର୍ବାର ହୁଏ ତ ନିଶ୍ଚିତ ଭାବରେ ତାର ପ୍ରତି ବହୁତ ବଡ଼ ଆନ୍ଦୋଳନ ହେବ ଏବଂ ଏହାର ସମାଧାନ ପାଇଁ ଯେଉଁଟା ବି ପ୍ରଶାସନ ପଦକ୍ଷେପ ନେବେ ତା ପାଇଁ ଆମେ ଅପେକ୍ଷାରେ ଅଛୁ। ଯଦି ସମାଧାନ କରିପାରିବେ ନାହିଁ ବା ସମାଧାନ କରିବା ଆଳରେ ଯଦି ଦିନ ପରେ ଦିନ ଗଡ଼ି ଚାଲିବ ତ ନିଶ୍ଚିତ ଭାବରେ ଏହାର ପରିଣାମ ବହୁତ କିଛି ଅଘଟନୀୟ ଘଟଣା ବି ହେଇପାରେ। ତ ତେଣୁକରି ଆମେ ଏଇଟା ଚାହୁଁଛେ ତାଙ୍କୁ ଆମେ ଜଣେଇଛେ ସରକାରକୁ ଆମେ ଆଶା ଏବଂ ସରକାର ପାଖରେ ଯେଉଁ ଆମର ବିଶ୍ୱାସ ତାକୁ ସେ ନିଶ୍ଚିତ ଭାବରେ ଆମର ଜାତିକୁ ବା ଆମର ଯେଉଁ ସମ୍ବିଧାନରେ ଆମର ସମାନତାର ଅଧିକାର ଅଛି ତ ସେ ସମାନତା ଅଧିକାରର ସମସ୍ତଙ୍କୁ କିପରି ଭାବରେ ସମାନ ଅଧିକାର ମିଳିବ ତା ପ୍ରତି ସେମାନେ ନିଶ୍ଚିତ ଭାବରେ ଆମକୁ ନ୍ୟାୟ ଦେବେ ଏବଂ କୌଣସି ଜାଗାରେ ସେ ବା ଆମର ପୂଜା ପର୍ବରେ ହେଉ ବା ପାଣି ଗାଧୁଆ ପାଣି ପାଇଁ ହେଉ ବା ପିଇବା ପାଇଁ କୂଅ ହେଉ ସେଥିରେ କୌଣସି ସ୍ଥାନରେ ବି ଆମର ଯେତେବେଳେ ଛୋଟ ଜାତି କହିକି ଯେଉଁମାନେ ଘୃଣା କରୁଛନ୍ତି ବା ତାଙ୍କୁ ମନା କରୁଛନ୍ତି ତା ପ୍ରତି ପଦକ୍ଷେପ ନେବେ ବୋଲିକି ମୋର ଆଶା। ନହେଲେ ଆମେ ଦିଲ୍ଲୀ ତକ ବି ଆମେ ଯିବୁ। ସେଠି ଆମର SC କମିଶନକୁ ବି ଆମେ ଚିଠି ଲେଖିଛେ ଏବଂ ଆଗାମୀ ଦିନରେ ସବୁ ପ୍ରୟାସ ଯେତେ ହେଇପାରେ ଆମର ପୁରା ଲକ୍ଷେ ଘର ସମାଜ ଏକତ୍ରିତ ହୋଇକି ୟାର ପ୍ରତି ଆୱାଜ ହେବ ଏବଂ ଗୋଟେ ବହୁତ ବଡ଼ ଆନ୍ଦୋଳନ ହେବ ଏଇଟା ମୁଁ ସୂଚାଇ ଦେବାକୁ ଚାହିଁବି ଏବଂ ପ୍ରଶାସନକୁ ମୋର ଏଇଟା ବହୁତ ନମ୍ରତା ସହିତ ମୁଁ କହିବାକୁ ଚାହୁଁଛି ଆମର ଅନୁରୋଧଟାକୁ ରକ୍ଷା କରିକି ଆମର ଲାଖେ ଘର ସମାଜକୁ ଯେଉଁ ଜାଗାରେ ଅପମାନ ହେଉଛି ବା ତାଙ୍କୁ ଯେଉଁ ଅପବାଦ ହେଉଛି ତା ପ୍ରତି ପଦକ୍ଷେପ ନେବେ ଏବଂ ସମାନ ଅଧିକାର ଦେବେ ବୋଲିକି ମୋର ଆଶା ତଥା ବିଶ୍ୱାସ।